ଆଉ ଖୁବ୍ କମ୍ ସମୟରେ ଆମେ ବାରିପଥା ଭ୍ରମଣ କରିବା। Swami
गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। चैतन्यं शाश्वतं सात्वं ब्रह्मातीतं निरञ्जनं नादविकलातीतं तस्मै श्री गुरवे नमः। सर्वश्रुति शिरोरत्नं विराजितपदाम्बुजं यदाम्बुजमातनं तस्मै श्री गुरवे नमः। ॐ शान्तकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिविद्यानगम्यं वन्दे विष्णुं सर्वलोकैकनाथम्। ॐ पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ॐ शान्तिः शान्तिः शान्तिः। जय जय श्री राधे। नीलमाधवं नीलसुन्दरं जगन्नाथ स्वामी नित्य आनन्द। नीलमाधवं नीलसुन्दरं जगन्नाथ स्वामी नित्यानन्दं। नीलमाधवଙ୍କୁ ପ୍ରଭୁ ଜଗନ୍ନାଥଙ୍କ ରୂପରେ ଏବଂ ଏହି ଗ୍ରାମ ବା ଅଞ୍ଚଳ ଯେଉଁ ଯେଉଁ ମନ୍ଦିରରେ ଯେଉଁ ଯେଉଁ ରୂପରେ ଓ ନାମରେ ସେହି ସର୍ବଶକ୍ତିମାନ ପରମାତ୍ମା ପୂଜା କରୁଛନ୍ତି
ବଳିଆ ସମସ୍ତଙ୍କୁ ଏକ ପରମାତ୍ମାଙ୍କ ରୂପରେ ମୋର ଇଷ୍ଟଦେବ ଶିଶୁ ଅନନ୍ତ ଜଗନ୍ନାଥ ନୀଳମାଧବଙ୍କ ରୂପରେ ପ୍ରଣାମ ଜଣାଉଛି। ସମସ୍ତଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରୁ। ସମସ୍ତେ ସୁସ୍ଥ ରୁହନ୍ତୁ, ଶାନ୍ତିରେ ଜୀବନ ଯାପନ କର, ଏତିକି ମାତ୍ର ପ୍ରାର୍ଥନା। ଏହି ଜିଲ୍ଲା ଆମ ପବିତ୍ର ଓଡ଼ିଶା, ପବିତ୍ର ଭାରତ ଭୂମି, ପବିତ୍ର ଭାରତ ଭୂମିର ଏହି ଉତ୍କଳ ଖଣ୍ଡ, ତା ଭିତରେ ଯେତେ ବି 30ଟି ଜିଲ୍ଲା ରହିଛି, এই ଜିଲ୍ଲାର, এই ଗ୍ରାମର, এই ପଞ୍ଚାୟତର, এই ନିର୍ବାଚନ ମଣ୍ଡଳୀର ସମସ୍ତ ଅଧିବାସୀମାନଙ୍କୁ ବଳିଆ ଶୁଭେଚ୍ଛା ଜଣାଉଛି। କାରଣ ଆପଣମାନେ ଥରେ ବଳିଆକୁ ନିମନ୍ତ୍ରଣ କରିଥିଲେ, ବଳିଆ ଆସିଥିଲା। ମୁଁ ପ୍ରତ୍ୟେକ ବର୍ଷ କୋଉଠିକି ଯାଏ, ଗୋଟିଏ ଥର ଯଦି ଗଲି 2-3 ବର୍ଷ 5 ବର୍ଷ ପରେ ଆଉଥରେ। କାରଣ ମୁଁ ଜଣେ କଥାକାର ବା କଥା ବ୍ୟବସାୟୀ। କିନ୍ତୁ ଆମର ନିରଞ୍ଜନ ବାବୁ, ଯାହାଙ୍କର ମାମୁଁ ଘର ଏଇ ଗାଁରେ, ତାର ଶ୍ରଦ୍ଧା ଆଉ ନିମନ୍ତ୍ରଣ, ଆଉ ଥରେ ବାବା ଟିକେ ଚାଲ, ସେଇ କଥାକୁ ମନେ ପକେଇ, ସେଇ କଥାକୁ ସ୍ମରଣ କରି ଆପଣମାନଙ୍କ ପାଖକୁ ଦ୍ୱିତୀୟ ଥର ପାଇଁ ଆସୁଛୁ। ସବୁଦିନେ କାର୍ଯ୍ୟକ୍ରମ ଯେହେତୁ ରହିଛି, ମୁଁ ଟିକେ କ୍ଳାନ୍ତ ହେଇପଡ଼ୁଛି ଏବଂ କଥା କହିବାର ଆଗ୍ରହ ମଧ୍ୟ କମିଯାଉଛି। ତଥାପି କହିବି, ଆପଣମାନଙ୍କୁ ଖୁସି ଦେଇପାରିବି କି ନା ତା କହିପାରିବିନି। ସବୁ ସେଇ ମାଧବଙ୍କର ଇଚ୍ଛା। ଏ ଅଞ୍ଚଳରେ ଆମ ଓଡ଼ିଶାର ପ୍ରଥମ ମାଧବ, ବିଖ୍ୟାତ ମାଧବ ରାଧା ମାଧବଙ୍କ ରୂପରେ ନୀଳମାଧବଙ୍କୁ ପୂଜା କରିଥିଲେ। ତେଣୁ ସେଇ ମାଧବାନନ୍ଦଙ୍କୁ, ସେଇ ରାଧା ମାଧବଙ୍କୁ ମୋର ଇଷ୍ଟଦେବ ଈଶ୍ୱରଙ୍କ ରୂପରେ, ନୀଳାଦ୍ରି ଚତୁର୍ଦ୍ଧାମୂର୍ତ୍ତି ରୂପରେ ପୁଣି ଥରେ ପ୍ରଣାମ ଜଣାଉଛି। ନୟାଗଡ଼ ଜିଲ୍ଲା ବଡ଼ବାଣପୁର ଗ୍ରାମ, ବଡ଼ବାଣପୁର ଗ୍ରାମର ସମସ୍ତ ଅଧିବାସୀ, ଗ୍ରାମଦେବତୀ ମା ରାମଚଣ୍ଡୀ, ମା ରାମଚଣ୍ଡୀଙ୍କୁ ପ୍ରଣାମ ଜଣାଉଛି। ରାମ ରୂପେ ତୁମେ ବଧିଲ ରାବଣ, ଚଣ୍ଡୀ ରୂପରେ ମହିଷା, ଏଣୁ ରାମଚଣ୍ଡୀ ନାମକୁ କହିଲ, ଲୋକରେ ଦେଲ ଘର। ମା ରାମଚଣ୍ଡୀଙ୍କୁ ପ୍ରଣାମ ଜଣାଉଛି। ଏବଂ ଏଠି ସାନୁ ମିଶ୍ର ଯେ ଏ ଅଞ୍ଚଳରେ ଯେଉଁଠି କାର୍ଯ୍ୟକ୍ରମ ବଳିଆର ହେଉଛି, ସବୁଠି ସେ ଜଣେ ପଣ୍ଡିତଙ୍କର ପୁତ୍ର। ସୁନ୍ଦର କଣ୍ଠ, ସୁନ୍ଦର ଶବ୍ଦ ଆଉ ଭାଷାରେ ଆମ ସମସ୍ତଙ୍କୁ ସେ ଉତ୍ସାହିତ। এইଭଳି ଯୁବକମାନେ ଆମ ଗ୍ରାମ ଅଞ୍ଚଳରେ ଜନ୍ମ ହେବା ଉଚିତ ଏବଂ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଭଲ ବାଟରେ ଯିବା ପାଇଁ ପରାମର୍ଶ ଦେବା ନିତ୍ୟାନ୍ତ ଜରୁରୀ। ଯାହାଙ୍କ ଘରେ ବସିଛି
ତା ରହିଛି କୌଣସି ଅସୁବିଧା ମୋର ନାହିଁ। ଆର୍ଥରକ ରହିଥିଲି ମୋତେ ଘର ଭଳିଆ ଲାଗୁଥିଲା, କିନ୍ତୁ ମୋର ଗୋଟାଏ ଅସୁବିଧା ହେଉଛି ଯେ ପାହାଚ ଗୁଡ଼ିକ ଚଢ଼ିବା ପାଇଁ କାହିଁକି ଆଉ ଡର ଲାଗେ, ଟିକେ ଦୁର୍ବଳ ଲାଗୁଛି। ସେତିକି ଅସୁବିଧା ବୋଲି କହିବାଟା ଭୁଲ ହେଇଯିବ, କିନ୍ତୁ ঋଷିକେଶର ପ୍ରଧାନ ତାଙ୍କର ସହକର୍ମୀ ମୀନାରାଣୀ ଏ ଗୃହକର୍ତ୍ତାଙ୍କୁ କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କୁ ये कलौ नाम संकीर्तन कलिजुगे नाम रूपे साक्षात भगवान। तेणु भगवान नाम ब्रह्म को जो माने आम कर्ण पहुंचे पारि से प्रणाम कर, ग्रामवासी को प्रणाम कर, समस्त मुरबी मान को प्रणाम कर। ये अंचल कई साधु संत बाबा माता वा पंडित मान समस्त को प्रणाम। कीर्तन मंडली मानकर कीर्तन मंडली मान उपस्थित हेले से गोटे स्वतंत्र परिवेश सृष्टि, आध्यात्मिक परिवेश आपे आपे सृष्टि और सज्जन विपद कथा रखिए आउ थे से नामटी करवा नीर श्लोकरे वर्णना ही ब्रजे प्रसिद्धम नवनीत चौरम ब्रजांगनानां दुक्कुलांत चौरम अनेक जन्मार्जित पाप चौरम चौराग्रे गण्यम पुरुषम। जने ब्राह्मण जने जजमान घरे सत्यनारायण पूजा शेष करी से घर को गाँ जिते गाँ भी सरीगला गोटे निर्जन नदीबंध आसला, नदीबंध पाखे जड़े चोर चौर वृत्ति पेट पोषुवा गोटे लोक से ब्राह्मण हाथ को धर ब्राह्मण टी पचारे ये बाबा तू किए ना मु गोटे चोर तमें कहीं मो हाथ को धरुच मो पाखे तो से किसी ना जजमान कौन दीटा देती अरुआ जल टे पकेट 10-15 टका अच्छी तो कथा ये चोरी कर मत हाथ धरी कौच नहीं जाऊ नहीं आस ये मोर किसी आपत्ति ना 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 ये 10-15 टका तुमको धरी तमें जो नीलमाधव उद्देश्य
ଯେଉଁ ସ୍ତୋତ୍ରଟି ଗାଇଲ ସେ ସ୍ତୋତ୍ରର ଅର୍ଥ କ'ଣ ଏବଂ ସେଇ ଅର୍ଥ ଗୁଡାକ ମତେ ଯଦି ନ ଦେଇପାରିବ ସେ ଲୋକର ଠିକଣାଟା ମତେ ଟିକେ ପଠେଇ ଦିଅ, ମୁଁ ନିଜେ ଯିବି। ଆଉ ଶ୍ଲୋକଟି ଥିଲା ବିଲ୍ୱମଙ୍ଗଳଙ୍କ କୃତ ଗୋଟେ ସୁନ୍ଦର ଶ୍ଲୋକ। କସ୍ତୁରୀ ତିଲକଂ ଲଲାଟ ପଟଳେ ବକ୍ଷಸ್ಥଳେ କୌସ୍ତୁଭଂ ନାସାଗ୍ରେ পদমুক্তিকং করতলে বেণুকরে কঙ্কণ নাসাগ্রে হরিচন্দনং সুললিতং কণ্ঠে চ মুক্তাবলী গোপস্ত্রী পরিবেষ্টিত বিজয়তে শ্রী গোপাল। ଇଏ ଥିଲା ବ୍ରାହ୍ମଣଙ୍କର ନୀଳମାଧବଙ୍କ ରୂପକୁ ଚିନ୍ତନ କରି ଏଇ ଶ୍ଲୋକରେ ସେ ପଢିଥିଲେ। ଚୋର ଭାବୁଥିଲା ମୁଁ ଏମିତି ଗାଁ ଗାଁ ବୁଲିକିରି ଏତେ ଚୋରି କରିବି, ଥାନାରେ ବସିବି, ମାଡ଼ ଖାଇବି, ପୁଣି ଆସିବି, ପୁଣି ଯିବି, କଣ ପାଇଁ ଏତେ କଷ୍ଟ କରିବି? ଏଇ ଯୋଉ ଲୋକଟିର ବର୍ଣ୍ଣନା ଏ ବ୍ରାହ୍ମଣ କରୁଛି। କସ୍ତୁରୀ ତିଲକಂ ଲଲାଟ ପଟଳେ ବକ୍ଷಸ್ಥଳେ କୌସ୍ତୁଭ। ଇଏ ଗୋଟାଏ କୌସ୍ତୁଭ ମାଳ ଯଦି ମୁଁ ନେଇଯିବି ମା ପାଖରୁ, ମୋ କୁଟୁମ୍ବ 7 ପୁରୁଷ ଧରିକି ଖାଇବେ। ମୁଁ ଚୋରି କରିବି କାହିଁକି, ମାଡ଼ ଖାଇବି କାହିଁକି, ଥାନାକୁ ଯିବି କାହିଁକି? ବ୍ରାହ୍ମଣକୁ କହିଲା ଇଏ ଲୋକର ଯୋଉ ଗହଣା ଗାଣ୍ଠି କୋଉଠି ଅଛି ମତେ କହ। ବ୍ରାହ୍ମଣ କହିଲେ ମୁଁ ଯଦି ଏକଥା ଜାଣିଥାନ୍ତି ମୁଁ କାହିଁ ପଇସା ପକେଇ ଯଜମାନ କାର୍ଯ୍ୟ କରୁଥାନ୍ତି, ମୁଁ ତ ଆରାମରେ ଘରେ ବସିଥାନ୍ତି। ଯଦି ତୁ ଆରାମରେ ଘରେ ବସିଥାନ୍ତୁ ଏପର୍ଯ୍ୟନ୍ତ ସେ ଅଳଙ୍କାର କାହିଁକି ତାଙ୍କ ପାଖରୁ ଆଣିନୁ? ନା ମୁଁ ଆଣିବି, ମୁଁ ଆଣିକି ରଖିବି କୋଉଠି ମତେ ଭଲ ନାହିଁ। କିନ୍ତୁ ଯାହାର ନାମ ଶୁଣି ମୁକ୍ତି ମିଳେ, ମୋକ୍ଷ ମିଳେ, ଶାନ୍ତି ମିଳେ, ଅର୍ଥ ମିଳେ, ଧର୍ମ ଅର୍ଥ କାମ ମୋକ୍ଷ, ସତ୍ୟ ଶାନ୍ତି ଦୟା କ୍ଷମା ଇତ୍ୟାଦି ମିଳେ। ମୁଁ ତାକୁ ଚୋରି କରିବି କାହିଁକି? ମୁଁ ତାକୁ ଜବରଦସ୍ତି ମାଗିବି? ତାର ନାଁ ଧଇଲେ ସମସ୍ତ ପାପ ଖଣ୍ଡନ ହୁଏ। ନୀଳ, ନୀଳ ଅର୍ଥ ଶୂନ୍ୟ, ନୀଳ ଆକାଶ ଶୂନ୍ୟ। ମାଧବ ମାୟାର ଭବ ବା ସ୍ୱାମୀ। ମାୟା କିଏ? ପୃଥିବୀ। ଇଏ ପୃଥିବୀର ମାୟାକୁ ଯିଏ ଧାରଣ କରିଛନ୍ତି ସିଏ ହଉଛନ୍ତି ମାଧବ। ନାଁଟା ସିନା ନୀଳମାଧବ, କିନ୍ତୁ ମୁଁ ସେଇ ନୀଳମାଧବକୁ ସର୍ବଶକ୍ତିମାନ ରୂପରେ ପୂଜା କରୁଛି। ଯିଏ ବ୍ରଜପୁରରେ ଥିଲାବେଳେ ବ୍ରଜେ ପ୍ରସିଦ୍ଧ ନବନୀତ ଚୌର ଲହୁଣୀ ଚୋରି କରି ଖାଉଥିଲେ। ଆଜିର ଯୁବକ ମାନେ କଣ ଚୋରି କରି ଖାଉଛନ୍ତି? ଗଞ୍ଜେଇ, ଚରସ, ବାଉଁଶୁଗା, ମଦ, ଗୁଟୁକା ଏହାକୁ ଚୋରି କରି କିମ୍ବା ଆଖି ଦେଖିକିରି ଖାଉଛନ୍ତି, ଯୋଉଥିରେ ବୟସ କମିଯିବ, ଅଳ୍ପାୟୁଷ ହବ, ରୋଗ ଯନ୍ତ୍ରଣାରେ ପୀଡ଼ିତ ହେଇ ଜୀବନ ତ୍ୟାଗ କରିବ, ସେଇ ଜିନିଷକୁ ଖାଉଛନ୍ତି। କିନ୍ତୁ ଲହୁଣୀ, ଘିଅ, ଦହି ଆକୁ କେହି ଖାଉଛନ୍ତି। ସେଗୁଡ଼ା ଆମ ବନ୍ଧ ବ୍ରଜାଙ୍ଗନା
ବ୍ରଜର ଅଙ୍ଗନା ମାନଙ୍କର ବସ୍ତ୍ରକୁ ଯିଏ ଚୋରି କରେ, ଚୋର କରିବା ତ ହେଲା ଅଭଦ୍ର ଲୋକଟା। ବ୍ରଜ ବାଳି ଗୋପୀ ମାନଙ୍କର ସେ ବସ୍ତ୍ରକୁ ଚୋରି କରିଛନ୍ତି ମାନେ ଅଭଦ୍ର। ବ୍ରାହ୍ମଣ କହିଲା ନା ନା, ସେ ବ୍ରଜନାରୀ ନୁହନ୍ତି। ବ୍ରଜାଙ୍ଗନାନାଂ ଦୁକୁଳାଞ୍ଚ ଚୌର, ଇଏ ଭୂମି ହଉଛି ବ୍ରଜ। ବ୍ରଜ ଅର୍ଥ ଧୂଳି। ଇଏ ଧୂଳି ବା ମାଟି ଭିତରେ ଗୋଟେ ବସନ୍ତ ଋତୁ ଆସେ। ସବୁ ଗଛରୁ ପତ୍ର ଗୁଡ଼ିକ ଝଡ଼ି ପଡ଼େ, ପୁରୁଣା ପତ୍ର ଝଡ଼ି ପଡ଼େ, ନୂଆ ପତ୍ରରେ ପୁଣି ବୃକ୍ଷ ଗୁଡ଼ିକ ପଲ୍ଲବିତ। ତାକୁ କିଏ କରେ? ଯିଏ କରନ୍ତି ସିଏ ହଉଛନ୍ତି ସେଇ ଶୂନ୍ୟ ମାଧବ ବା ନୀଳ ମାଧବ। ତାପରେ ଅନେକ ଜନ୍ମାର୍ଜିତ ପାପ ଚୌର। ଆମେ ଏଠି ଯିଏ ବସିଛେ, କିଏ ଜୀବନରେ ମିଛ କହିନି, କିଏ ବେଶୀ କହିଥିବ, କିଏ ଅଳ୍ପ କହିଥିବ। କିଏ ଜୀବନରେ ଭୁଲ କରିନି, ବେଶୀ ହଉ କମି ହଉ କହିଛି ନା। କିଏ ଜୀବନରେ ଅପରାଧ କରିନାହିଁ, ପିତୃମାତୃ ଅପରାଧ, ଗୁରୁ ଅପରାଧ, ନାମ ଅପରାଧ, ସେବା ଅପରାଧ, ଦେଶଦ୍ରୋହୀ ବା ରାଷ୍ଟ୍ରଦ୍ରୋହୀ କିଏ କରିନି? କିଏ ବେଶୀ କରିଛନ୍ତି, କିଏ କମି କରିଛନ୍ତି। ତେଣୁ ଇଏ ଅନେକ ଜନ୍ମାର୍ଜିତ ପାପ ଚୌର। ଯେଉଁ ନାମକୁ ଗାଇଲେ, ଯେଉଁ ନାମକୁ ଉଚ୍ଚାରଣ କଲେ, ଅନେକ ଜନ୍ମର ପାପ ଆପେ ଆପେ ଚାଲିଯାଏ, ସେ ଚୋରି କରି ନେଇଯାଏ। ଆମେ ସିନା ମଦ୍ୟ, ମାଦକ, ସୁନା, ରୂପା, ହୀରା ଏଇଆକୁ ଚୋରି କରୁଛୁ, ସିଏ କିନ୍ତୁ ଚୋରି କରନ୍ତି ଅନେକ ଜନ୍ମାର୍ଜିତ ପାପ ଚୌର। ଆପଣମାନେ ଆଜି ଏଠି ସତ୍ସଙ୍ଗ କରୁଛନ୍ତି, ପୂର୍ବ ବର୍ଷ ବୋଧେ ଆସିଥିଲି କରିଥିଲେ, ଆଉ ବି ଅନ୍ୟ ସମୟରେ ବି କରିଥିଲେ। ଯେତିକି ସମୟ ଏଇ ସତ୍ସଙ୍ଗରେ ସମୟଟି କଟେଇଲେ, ସେତିକି ସମୟ ଠାରୁ ଜୀବନର ଆଦ୍ୟ ଠାରୁ ଏ ପର୍ଯ୍ୟନ୍ତ ଏ ଯାବତ ଅନେକ ଅପରାଧ ଦୂର ହୋଇଗଲା। ଆକୁ ସବୁ ଶୁଣି ସାରି ପୁଣି କାଲି ଠାରୁ ପୁଣି ଆହୁରି ପାପ କରିବେ, ତାକୁ ନବ। ଲୋକେ କହନ୍ତି ମୁଁ ପାପ କରିବି, ଗଙ୍ଗାରେ ଗାଧେଇ ପଡ଼ିବି। ତାମାନେ ଗଙ୍ଗାରେ ଗାଧେଇବା ମାନେ କଣ ପୁଣି ପାପ କରିବ, ପୁଣି ଗଙ୍ଗାରେ ଗାଧେଇବ, ପୁଣି ପାପ କରିବ, ପୁଣି ଗଙ୍ଗାରେ ଗାଧେଇବ? ଗଙ୍ଗା କହିଲେ ମୁଁ ତମ ପାପ ନେଇପାରିବି। ଗଙ୍ଗା ବିଚାରୁ ଥାଇ ମନେ କହିଲେ ବାବୁ ମୁଁ ତମ ପାପ ଦେଇପାରିବି। ତମେ ଏମିତି ବାରମ୍ବାର ପାପ କରିକି ମୁଁ ପାଣିରେ ଗାଧେଇବ, ମୁଁ ତମ ପାପ ନେବି ନା? ମୁଁ ବି ବାପ। ଗଙ୍ଗା ମଧ୍ୟ ଗଙ୍ଗାଧରଙ୍କୁ ସ୍ମରଣ କରନ୍ତି। ପ୍ରଭୁ ଆପଣ କେବେ ଆସି ଟିକେ ମୋ ଜଳରେ ଗାଧେଇଲେ ମୋ ପାପ ଗୁଡାକ ମୋଚନ। ଅନେକ ଜନ୍ମାର୍ଜିତ ପାପ ବୁଝିଲ ବାବୁ। ଚୋର ବାବୁଙ୍କୁ ବ୍ରାହ୍ମଣ କହିଲେ, ଆଉ ଚୋର କହିବୁ ନା ମାତ ଗୋଟେ। ତେଣୁ
ବୁଝିଲ ବାବୁ? ଗୋଟିଏ କଥା ମନେ ରଖ, ଏ ଦୁନିଆରେ ଯେତେ ଚୋର ଅଛନ୍ତି, ଡକାୟତ ଅଛନ୍ତି, ଟାଉଟରିଆ ଅଛନ୍ତି, ଘର ଭଙ୍ଗା ଅଛନ୍ତି, ବିଛୁଆ ଲାଞ୍ଚୁଆ ବେଞ୍ଚୁଆ ଖଞ୍ଚୁଆ ଖଣ୍ଡୁଆ ଅଛନ୍ତି, ସମସ୍ତଙ୍କ ଉପରେ ଜଣେ ଅଛନ୍ତି ଜଗତରେ ଯଦି କେହି ବଡ଼ ଥାଏ, ବଡ଼ ଏକା ଠାକୁର। ଜଗତରେ ଯଦି କେହି ଦୁଃଖ ଶୁଣେ, ସେହି ଏକା ଜଗତରେ କହୁଛି ତମେ ମତେ ମୋ ନାଁ ଧରି ଡାକୁନା। ତମ ନାଁ କଣ? ମୋ ନାଁ ହଉଛି ବିଶ୍ୱାବସୁ। ବ୍ରାହ୍ମଣ କହିଲା ମୋ ପାଖରେ ପଶୁ, ମୋ ବାବୁଙ୍କୁ କହିଲି କଣ ଅସୁବିଧା ହେଲା? ଆରେ ମୁଁ ସେଦିନର ବିଶ୍ୱାବସୁ ନୁହେଁ, ବିଶ୍ୱାବସୁ ନାଁଟାକୁ ମୋ ବାପ ମା ଦେଇଛନ୍ତି, ସେ ନାଁଟାକୁ ଧରିଲେ ସେମାନେ ମୁକ୍ତି ହେବେ। ଯୋଉ ବିଶ୍ୱାବସୁ ନୀଳକନ୍ଦର ପର୍ବତରେ ଦିନେ ନୀଳମାଧବଙ୍କୁ ପୂଜା କରୁଥିଲେ, ମୁଁ ସେ ବିଶ୍ୱାବସୁ ନୁହେଁ, ମୁଁ ଗୋଟେ ଚୋର ବିଶ୍ୱାବସୁ। ମତେ ବିଶ୍ୱାବସୁ ଡାକୁନା, ବିଶ୍ୱାବସୁ ଭାଇ ଡାକୁନା। ଆଉ ମତେ ବାବୁ କଣ ଡାକିଲ? କାହିଁକି ବାବୁ ଡାକିଲ? ପଣ୍ଡିତ ବ୍ରାହ୍ମଣ କହୁଛନ୍ତି ଭାଇ ଚଢେ ଭାଇ ଚଢେ କହିଲେ ନିଶ୍ୱାସ। ଏଇ ଦେଖନ୍ତୁ ବାଇ ଚଢେଇର ବସାଟେ କେମିତି ଦେଖନ୍ତୁ। ଆପଣଙ୍କ ଲଲାଟ ଚକ୍ରରୁ ନାସାକୁ ଚିତ୍ତଟି ଯାହା ବାଇ ଚଢେଇର ବସାଟି ସେଇଆ। ବାଇ ଚଢେଇ ଯାଉଛି ନିଶ୍ୱାସ ଯାଉଛି ଆଉଟି ଯାଉଛି ଆଉ ଯେତେବେଳେ ନିଶ୍ୱାସ ଆଉ ଯିବ ନେଇ ଡାକ୍ତରଖାନା ଡାକ୍ତର କେବେ ଦେ ଆଉ ବାବୁ ଲାଗି କଣ ଭୁଲ କଲି? ଶୁଣ ବାବୁ, ଆଉ ଗୋଟେ କଥା ବି କହୁଛି। ଭୋରେ ବାଇଆ
ଆତ୍ମସମୀକ୍ଷା କର। ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗଦି ଉପରେ ବସି ବଳିଆ ଆତ୍ମସମୀକ୍ଷା କରେ। ଆଜି ଭୁଲ କରିଛି କେତେ, ଠିକ କରିଛି କେତେ। ଆପଣମାନଙ୍କୁ ବି ନମ୍ର ନିବେଦନ, ପ୍ରତ୍ୟେକ ଦିନ ନ ହଉ ମାସକରେ ଥରେ ହଉ ନିଜକୁ ଆତ୍ମସମୀକ୍ଷା କରନ୍ତୁ, ନିଜକୁ ଧୌତ କରନ୍ତୁ। ତେଣୁ ଇଏ ବାଇ ଚଢେଇଟି କେତେବେଳେ ଉଡ଼ିକିରି ପଳେଇବ। ଗୋଟିଏ ଲୋକ କହିଲା, ଅଫିସରେ ପହଞ୍ଚିଗଲା, ତାଙ୍କ ନାଁ ହଉଛି ଗୋପାଳ ଗିରି, ମୟୂରଭଞ୍ଜ ଲୋକ, ସେ ଏଡିଏମ୍ ଥିଲେ, ସେକ୍ରେଟାରୀରେ ପହଞ୍ଚିଗଲେ। ସେ ପହଞ୍ଚିକିରି ତାଙ୍କ ଟିକେ ଚାହା ପିଇବା ଅଭ୍ୟାସ। ପିଅନକୁ କହିଲେ, ବାବୁ ଟିକେ ଚାହା ଆଣିବୁ। ସେ ଚାହା ଆଣିବାକୁ ଗଲା, ଚାହା ଆଣିକି ପହଞ୍ଚିଲାକୁ ବାବୁ ଆଉ ନାହାନ୍ତି। ବାବୁକୁ ସେ ଡାକୁଛି, ଆଉ ସାରେ ସାରେ କଣ ଶୋଇପଇଲେ ନା କଣ? ସାରଙ୍କର ବାଇ ଚଢେଇ ଯେତେବେଳେ ଉଡ଼ିକିରି ପଳେଇଲା। ଆମ ସମସ୍ତଙ୍କୁ ଏକଥା ମନେ ରଖିବାକୁ ପଡିବ। ଆଜିର ଜୀବନ କାଲି ନଥିବ, ଆଜିର ଜୀବନ ଆଜି ଗଲା, ଆଜିର ଜୀବନ କାଲି ନଥିବ, କାଲିର ଜୀବନ ଆଜି ଗଲା। ଆଜି ଆମେ ବହୁତ ଭଲ, କିନ୍ତୁ କାଲିକି ଆମେ ରହିବୁ କି ନା ଆଜି ଆମେ ଲେଖି ଦେଇପାରିବୁ। ଗୁଣା ହେଉଛି ଦିନ ଦିନ ଆୟୁଷ, ଆଉ କେତେ ବୟସ। ଗୁଣା ହେଉଛି ଦିନ ଆୟୁଷ, ଆଉ କେତେ ବୟସ। ଆରେ ବାବୁ, ଉଦ୍ଧାର ହେବୁ ଯେବେ ଭବସାଗର, ଉପାୟ କରିବ ଯେବେ ଉଦ୍ଧାର ହେବୁ ଯେବେ ଭବସାଗର, ଉପାୟ କରିବ ଯେବେ। ଜୀବନରେ ଯଦି ପ୍ରକୃତରେ ଶାନ୍ତିରେ ବଞ୍ଚିବ, ଶାନ୍ତିରେ ମରିବ, ତାହେଲେ ମଦ୍ୟମାଦ କର ତ ଛାଡ, ଇଏ ମିଛ ଟାଉଟରିଆ ବେଚୁଆ କେଞ୍ଚୁଆ କଥା ସବୁ ଛାଡି କଣ କରିବ? କଣ୍ଟ୍ରାକ୍ଟରି କର, ବ୍ୟବସାୟ କର, ରାଜନେତା ହୁଅ, ମୁଖ୍ୟମନ୍ତ୍ରୀ ହୁଅ, କି ଉପମନ୍ତ୍ରୀ ହୁଅ, କି ପ୍ରଧାନମନ୍ତ୍ରୀ ହୁଅ, ରାଷ୍ଟ୍ରପତି ହୁଅ। ଯଦି be good, do good। ଆମେ ଯଦି ଭଲ ମଣିଷ ହେଇପାରିବା, ସେଇ ହବ ବା। ଚାଲିଗଲା ପରେ ଇଏ ବାତି ଏତେ ଉଡ଼ି ପଳେଇବ। ପ୍ରାଣୀର ଭଲ ମନ୍ଦ ପ୍ରାଣୀ ନିଗମାନନ୍ଦଙ୍କ ପାଖକୁ ତାଙ୍କର ଶିଷ୍ୟ ଆସୁଥିଲେ। ବାଟରେ ଟିକେ ଅଟକି ଗଲେ। ଠାକୁର ପଚାରିଲେ, ଗୁରୁଦେବ ପଚାରିଲେ, ଆରେ କାହିଁକି ଡେରି ଆଜି ହେଲେ ପ୍ରାର୍ଥନା ସଭାରେ ପହଞ୍ଚି ପାରିଲୁ? ସେ ଗୋଟେ କହିଲା, ମୁଁ ଆଉଥିଲି ବାଟରେ ଗୋଟେ ଲୋକ ପଡ଼ିଯାଇଛି, ସେଠି ଗୋଟେ କାନ୍ଦ ବୋବାଡ଼ି ସବୁ ପଡ଼ିଛି, ଦେଇଛି। ଓହୋ, କାନ୍ଦ ବୋବାଡ଼ି ପଡ଼ିଛି। ଆଚ୍ଛା ବାବୁ, ସେ ଲୋକଟି ସ୍ୱର୍ଗକୁ ଗଲା ନା ନରକକୁ ଗଲା ବୁଝିଛୁ? ନା ମୁଁ କେମିତି କହିବି? ନା ଗଲୁ ଗଲୁ ବୁଝିକିରି ଆସିବୁ? କେମିତି କଣ ବୁଝିବି? ଯଦି ସେ ଲୋକଟି ମରିଗଲା
ଲୋକ ଯଦି କହିଲେ ଆହା ଏରେ ବଢିଆ ଲୋକଟା ଓ ଏମିତିଆ ଲୋକ ଆଉ ମିଳିଲେ ତାମାନେ ସେ ସ୍ୱର୍ଗକୁ ଗଲା। ଯଦି କହିବେ ମରିକି ଭଲ ହେଇଛି, ସେ ଡମ୍ଫା ଲଫଙ୍ଗା ହଜାରୀ ସତରା ଇଡିଏଟ୍ ନନସେନ୍ସଟା ଚାଲିଗଲା ଦୁନିଆରେ, ମାନେ ଆମେ ଟିକେ ଶାନ୍ତିରେ ରହିବୁ, ତାମାନେ ସେ ସ୍ୱର୍ଗକୁ ଗଲା। ତେଣୁ ସଜ୍ଜନ ବ୍ରାହ୍ମଣ ବୁଝଉଛି ବିଶ୍ୱାବସ୍ତୁ। ତେଣୁ ଆଉ ଏଣିକିରେ ମନ ଭୁଲୁ କାହିଁକି ଉଡୁଛି କାଳ ସଞ୍ଚାର ବେଳହୁ ସାବଧାନ। ଯେଉଁମାନେ ନିଶାଗ୍ରସ୍ତ ମଣିଷ ପୁଅ ଝିଅ ମାନେ ତାକୁ ତ୍ୟାଗ କର, ନହେଲେ ବଳିଆକୁ ଆଉ କେବେ ବି ଡାକିବନି। ଯେଉଁମାନେ ବିଛୁଆ ସତ କୁହ, ସତ୍ୟଂ ବଦିଷ୍ୟାମି। ଆଚ୍ଛା, ଇଏ ଖାଲି କଣ ବାହାରେ ଚାଲିଥିବ? ଭୂଟା କଣ? ଭୂଟା ଯଦି ନ ରହିବ ବାଟା କେମିତି ଆସିବ? ଭୂଟା କଣ? ବୁଦ୍ଧିକୁ କରି ଆଗୁ ସାର ବୁଦ୍ଧିକୁ କରି ଆଗୁ ସାର ଭଲ ଜାନା ମୁଁ ପିନ୍ଧିକି ପଳେଇ ଯାଇଛି, ତାମାନେ ମୁଁ ବାବୁ ହେଇଗଲି। ମୋ ପକେଟରେ 1000 ଟଙ୍କା, ତାମାନେ ମୁଁ ବାବୁ ହେଇଗଲି। ମୁଁ ଗୋଟେ ଭଲ ୱାଚ୍ ପିନ୍ଧି, ତାମାନେ ବାବୁ ହେଇଗଲି। ନା ନା, ବାବୁ ହେଇଗଲି। ତେବେ ବୁଦ୍ଧି ବିବେକ ଜ୍ଞାନ ବଳେ ପିତାମହ ଭୀଷ୍ମ। ଏକ ପକ୍ଷରେ ପାଣ୍ଡବ ମାନେ ଯାଇ ପହଞ୍ଚିଛନ୍ତି, ଭଗବାନ କୃଷ୍ଣ କିନ୍ତୁ ଭୀଷ୍ମଙ୍କର ମୁଣ୍ଡ ପାଖରେ ଠିଆ ହେଇଛନ୍ତି। ପାଣ୍ଡବ ମାନଙ୍କୁ ଭଗବାନ କୃଷ୍ଣ ଶିଖେଇଛନ୍ତି ନା ରିହର୍ସାଲ କରେଇଛନ୍ତି। ସମସ୍ତେ କହିବ ପିତାମହ ଯାହା ଭୁଲ ହେଇଛି ଆପଣ ପୁଣି ଥରେ ଉଠନ୍ତୁ, ଯୁଦ୍ଧ କରନ୍ତୁ, ବରଂ ଆମକୁ ମାରନ୍ତୁ, କିନ୍ତୁ ଆପଣ ଧର୍ମ ରାଜ୍ୟ ପ୍ରତିଷ୍ଠା କରନ୍ତୁ। ପିତାମହ ଭୀଷ୍ମ ଆଖି ଅନେଇଲେ, ଏ ଯୁଧିଷ୍ଠିର ଭୀମ ଅର୍ଜୁନ ନକୁଳ ସହଦେବ, ଆରେ ତୁମେ ତ କୁଆଡେ ଆଇଛ ବାପା? ଆପଣଙ୍କୁ ଦେଖିବା ପାଇଁ ମୁଁ ତ ସରଶଯ୍ୟାରେ ଶୋଇଛି, ମତେ କଣ ଦେଖିବ? ନା ଆମେ ନିବେଦନ କରିବାକୁ ଆଇଛୁ ନା କଣ? ଉଠନ୍ତୁ, ଉଦ୍ଦିଷ୍ଟ ଜାଗ୍ରତ, ଉଦ୍ଦିଷ୍ଟ ଜାଗ୍ରତ। ଆପଣ ଉଠନ୍ତୁ, ଆମକୁ ମାରନ୍ତୁ ପଛକେ, ଏ ଦୁନିଆରେ ଧର୍ମ ରାଜ୍ୟ ପ୍ରତିଷ୍ଠା। ଭୀଷ୍ମ କାନ୍ଦୁଥିଲେ, ହସିଦେଲେ। ଆରେ ଯୁଧିଷ୍ଠିର ତମକୁ ଏକଥା ଶିଖେଇଛି କିଏ?
ये शिक्षा तुम क्या पाई आम तो कहूँ ना ना अच्छा बापा तमें तो आसिल तुम शिक्षक कुआड़े गले समस्त नीरव रही विश्व मुंड को एमती टेकिक हे वासुदेव हे निश्वास पवन सु कहले सुमन सूर्य दे कहले देवराज इंद्र वृष्टि वरुण ब कहले वसुधा अयोवेति निज परम गणनांतर कदा वसुदेव भीष्म कहते वासुदेव हे प्रभु वासुदेव ये सरस्वत्यार शोबी से पर्यंत तमे जेपर्यंत लीला करू धर्म क्षेत्र स्वरूपी कुरुक्षेत्र तुम लीला को देखु देखु देखी सारा पूर्ण भूमि भारत वर्ष धर्म राजनीति कर भीष्म दुनिया विदाय आज केमती कहूँ अच्छा वासुदेव आपण तो बहुत कथा बुझाते मु गोटे कथा पचार आप तार उत्तर देवे मृत्यु जन्म बता वीर देहेन सहजायते अद्येवा शतान्तेवा मृत्युवे प्राणिनां ध्रुव आज जड़े नंबरे काली तो मर वर्ष जड़े न मर 20 वर्ष पर्यंत मर 50 वर्ष पर्यंत मरवा निश्चित जीवन अति स्वप्न स्वरूप जले
ଜୀବନ ସତ୍ୟ ଏ ମିଛ ନୁହେଁ କିନ୍ତୁ ସ୍ୱପ୍ନ ଭାବ ବୁଝିଲୁ ବାବୁ ବ୍ରାହ୍ମଣ ବୁଝଉଛି ସେ ବିଶ୍ୱାବସୁ ଚୋର ବାଉକୁ ये दुईटी अक्षर को नहीं ये दुनिया चली से दुईटी जिते पलैले सैला आउ लंबुनि सज्जन मु भावर सीना कही जाऊँगी किंतु बहुत समय कहले आपण मैंने भी कांदी मुझे विश्वावसु कहती हे पंडित केड़े बड़ सौभाग्य आज मोर तुम्हें आज ये जगतर जी सबुठार श्रेष्ठ वासुदेव तांको विषय मत शुणेल मो मन एतिक अच्छा से कोटी रुहतु घर कौटी ब्राह्मण कहते ईश्वर सर्वभूताना हृदय संचुन ईश्वर सबु जगार अछंती किंतु तम निकटरे अछंती हृदय हृदय को केवल चिंतन करिଛ बापा देउल को गाधे पारे चंदन काटी नुआ लुगा पिंधि आफल कदली अंक शंक नहीं देउल को दौड़ किंतु बिछणार उठा मात्र के ऋषिकेश यथा ऋषिकेश ये हृदय को चिंता कर तथापि विश्वावसु कहते सी हृदय समस्त हृदय तथापि आउ कौटी अच्छा कौ जगह भारी भल लगे वृंदावन रम्य दिव्य मने वृंदावन रम्य दिव्य चिंता वृंदावन विश्वावसु छाड़देला ब्राह्मण हाथ देखु महत लोक को स्पर्श कले महत लोक को दर्शन कले महत लोकर कथा शुणिले महत लोकर जीवा बाटे गले जीवनटा केते सुंदर एथि भागवत पढ़िबे स्त्री शूद्र पति देखा जाउची से वृंदावन जीव पहुंचला वृंदावन रे डाकिला हे कृष्ण करुणा सिंधु दीनबंधु गोपिका कांत राधा ग्रंथ नमोस्तुते नीलमाधव को खोजुची
ବୃନ୍ଦାବନରେ କେହି ଶୁଣୁନା ଭାବିଲା ସେ ନନା ବୋଧେ ମିଛ କହିଯିବେ ଯାଉଛି ପୁଣି ଟ୍ରେନରେ ବସିକି ଯିବି ଆଉ ସେ ନନାକୁ ଆଗେ ହାଣିବି ଆଉ ତା ମୁଣ୍ଡଟା ପଶିଗଲା ଧୀର କହିଲନି ଧୀରୁଚ୍ଛନିବା ହାସ୍ୟ କଟାକ୍ଷ ପନ୍ଥିନା ଶ୍ୟାମଳ ତମ ନା ବିଶ୍ୱ ବସୁ କି ହଁ ତମେ ମତେ ଡାକୁଥିଲ ନା ହଁ ଦେଖନ୍ତୁ ଏଇ ହଁ ଭିତରେ ସବୁ ଅଛି ନା ଭିତରେ ସବୁ ଅଛି ଏ ଦୁନିଆଟା ଚାଲିଛି ହଁରେ ଆଉ ନାରେ ହଁରେ ନାରେ ହରେ କିଏ ହରି ସତ୍ୟ ଯୁଗରେ ନର ହରି ତ୍ରେତୟା ଯୁଗରେ ରାମ ହରି ବା ହନୁମାନ ଦ୍ୱାପରରେ ରାଧା ହରି ରାଧା କୃଷ୍ଣ କଳିରେ ଗୌର ହରି 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 କହିଲେ ମୋ ନାମ ଶ୍ରବଣ କୀର୍ତ୍ତନେ ସଦା ପୂଜେ ଯାର ନାମ ଶ୍ରବଣ କୀର୍ତ୍ତନେ ସଦା ପୂଜେ ଯାର ଶ୍ରଦ୍ଧା ଥିଲେ ହବ ନା ଆଉ ଶ୍ରଦ୍ଧା ନାହିଁ ବଢିଆ ବାବା ଆଇଲି ତୁ ଆବେ ମୁଁ ଯାଉଛି ଆ ତୁ ଆ ଭାଇ ମୁଁ ଯାଉଛି ମଦ ଟିକେ ମଦ ଦୋକାନଟା ବନ୍ଦ ହେଇଯିବ ମୁଁ ଯାଉଛି ଏ ତୁ ଚାଲେ ତେଣୁ ସଜ୍ଜନ ନାମ ପରମ ଜୟ ଗୁରୁ ହରେର ନାମୈବ କେବଲମ୍ ପରৌ ନାସ୍ତୈବ ସେ ନାମଟି କଣ ଯେତେ ନାମ ଦୁନିଆରେ ଅଛି ସବୁ ନାମଟା ସେଇ ଗୋଟିଏ ଏଇ ପୂର୍ବରୁ କହୁଥିଲି ନୀଳମାଧବ ସେ କଥା କାଲିକି କହିବି ଏ ନାମଟା କେମିତି ଆସିଲା ତେବେ ସଜ୍ଜନ କଳିଯୁଗର ଶ୍ରେଷ୍ଠ ନାମ କଣ ଭାଗବତରେ ବର୍ଣ୍ଣିତ ଅଛି କଣରେ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ରାମ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ରାମ ନାରାୟଣ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ରାମ ନାରାୟଣ
ଗୋଟେ ଜାଗାକୁ ଯାଇଥିଲି ଖାଲି ଯୁବକ ଗୁଡାକ ମାନେ ବଳିଆକୁ ଯେମିତି ପାର୍ଶ୍ୱଟି ନେଲେ ମୋ ମନଟା ଆନନ୍ଦ ହେଇଗଲା। କାଲି ଗୋଟେ ନାମ ସେଠି କହିଲି ଆଉ ପିଲା ନାମ ଗୁଡାକ ପାଠରେ ପଢୁନି ଗୋଟେ ନାମ ମୁଁ କରୁଛି ଶୁଣ। କଣ କରୁଥିଲି କହୁଥିଲା ବାପା ବୋଉ 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 କହିଲେ ନିଶ୍ୱାସ ପା କହିଲେ ପାଣି ବା ହାତ ହାତରେ ନମସ୍କାର କର ବା ପା ବୋ କହିଲେ ଓଙ୍କାର ବ୍ରହ୍ମ ଓମିତ୍ୟେକାକ୍ଷରଂ ବ୍ରହ୍ମ ବରେ ଓକାର ଭୋ এই ওম 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 যদি উচ্চারণ করি জীবনটা চালি যায় জগৎ জীবন উ কইলে উৎপত্তি পুনরপি জন্মম পুনরপি মরণম পুনরপি জননী জঠরে পুনরপি বাপা বউ কইদেলে ভাবুছ কি বাপা বউ ইয়ে গোটা কোଉଠୁ ଆଇଲା ନଣ୍ଡା ମୁଣ୍ଡିଆଟା ମୁଁ ଟୋପିଟା ଦେଇଛି ନଣ୍ଡାଟା ନା ଆଉ ତେଣୁ ଇଏ ଗୋଟେ ଆମକୁ ହରେ କୃଷ୍ଣ ନ ଶିଖେଇକିରି ବାପା ବୋଉ ନାମ ଶିଖଉଛି ତେଣୁ ବଳିଆ ଶିଖିଛି ବଳିଆ ଆଇଛି ସେଇ ବାପା ବୋଉଙ୍କ ମାଧ୍ୟମ ଆପଣମାନେ ବି ଆଇଥିଲେ ବାପା ବୋଉଙ୍କ ମାଧ୍ୟମ ଟୋପିଟା ମୁଣ୍ଡ ନଗେଇ ମୁଣ୍ଡଟାକୁ ଦେଖେଇଦେଲି ତେଣୁ ସଜ୍ଜନ ଖାଲି ଏତିକି ନୁହେଁ ଇଏ ବାପା ବୋଉଙ୍କ ଭିତରେ ତାଙ୍କର ନାଁ ଅଛି ପିତା ମାତା ତାର ପୁଣି ଅର୍ଥ ସ୍ୱତନ୍ତ୍ର ଓ କି ଚମତ୍କାର ଅର୍ଥ ଜଣେ ଇଂରାଜୀ ପଢୁଆ କହିଲେ ନା 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 ଫାଦର ମଦର ସତେ କଣ what is meaning of life? Fame of life, future of life. ଆଉ ତ ଅନ୍ୟ ଅକ୍ଷର ଅଛି ଆଉ ସବୁ କହିପାରିବି ବର୍ତ୍ତମାନ କହିବି ଖାଲି ଟିକେ ଟିକେ କହିଦେଇ ଯାଉଛି ମଦର memory of life, mind of life. ଯୋଉ କଥାଟା କହିଲେ ବୁଦ୍ଧି ବିବେକ ଜ୍ଞାନ ମିଳେ ମରଣ ଦେଇପାରେ ସବୁ ଆରି ଭିତରେ ଅଛି ଜୀବନ ଭିତରେ ସବୁ ଅଛି ନୀଳମାଧବ ଆଉ ବିଶ୍ୱାବସୁଙ୍କର କଥୋପକଥନରେ ବିଶ୍ୱାବସୁ ଶୁଣୁଛି ନୀଳମାଧବଙ୍କ ଠାରୁ ଅନେକ ରାଧା ମାଧବଙ୍କ ଠାରୁ ଅନେକ କହିଲା हे ନୀଳମାଧବ ସେ ବଂଶୀଟାକୁ କାହିଁକି ଧରିଛ ସୁନାର ବଂଶୀଟା ବୋଧେ ନା ମତେ ଦିଅ ନା ତମେ କଣ ବଜେଇବ ମୁଁ ବଜେଇ ଶିଖିବି ଆଉ ବଂଶୀ ବିଭୂଷିତ କରା ନବନୀର
ଭଲ ଦେଖାଯାଉନି ରେ। ଆଚ୍ଛା 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 ମୁଦ୍ରା ଧର ନେ ଆଚ୍ଛା ସେ ମୁକୁଟଟା ପିନ୍ଧିଛୁ ସେ ମୁକୁଟରେ ଆମର ନେଇଦେଲୁ ସେ ମୁକୁଟ ତା ମୁଣ୍ଡଟା ଫାଙ୍କା ହେଇଗଲା। ପିନ୍ଧି ନୂପୁର ଠାରୁ ମୁକୁଟ ପର୍ଯ୍ୟନ୍ତ ଆଜି ବିଶ୍ୱାବସୁ ଚୋରି କରୁଛି ମାଧବଙ୍କ ଠାରୁ ସବୁ ଗହଣା। ଶେଷକୁ କହିଲା ହେ ନୀଳ ମାଧବ ତୁ ଆକୁ ସବୁଦିନ ବ୍ୟବହାର କରିବୁ, ମୁଁ କିନ୍ତୁ ଯୋଉଦିନ ଯାହା ମାଗିବି ତୁ ମତେ ଦବୁ ନା। ହଁ ସତ୍ୟ ସତ୍ୟମ ସତ୍ୟ ତଦେଇ ଜ୍ୟୋତି ତନ୍ନେଇ ଜ୍ୟୋତି ତଦୂରେ ତଦନ୍ତୁରେ ଦୂରରେ ଡାକିଲେ ଓ କହିବୁ, ପାଖରେ ଡାକିଲେ ଓ କହିବୁ। ଲାଟ୍ରିନ୍ ବାଥରୁମରେ ବସିଲେ, ଗାଧୁଆ ଘରେ ବସିଲେ ବି ଓ କହିବୁ, ଖାଇଲା ବେଳେ ବି ଓ କହିବୁ, ଶୋଇଲା ବେଳେ ଓ କହିବୁ। ହଁ ସଜ୍ଜନ ଜାବୁଡ଼ି କରି ଧରିଲା ବଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରଂ କଥୟନ୍ତ ସମାଂ ନିତ୍ୟଂ ଦୁଷ୍ୟନ୍ତି ଚ ରମନ୍ତି ଚ। ଜାବୁଡ଼ି କରି ଧରିଲା ନୀଳମାଧବ କହିଲା ପ୍ରଭୁ ତୁ ଏମିତି ଯୁଗେ ଯୁଗେ ଏମିତି ପୋଷାକ ପିନ୍ଧୁ କଣ୍ଟ୍ରିୟରେ ଯେମିତି ଅଛୁ ସବୁ ଜାଗାରେ ସେମିତି ରହ। ଇଏ ପୃଥିବୀ ଯାକ ତୁ ବୁଲିକିରି ଏମିତି ବୁଲୁଥା। ପ୍ରଭୁ ମୁଁ କିନ୍ତୁ ଯାହା ମାଗୁଥିବି ମୁଁ କେବେ ଗହଣା ମାଗିବିନି, ମୁଁ ମାଗିବି ତବ କୃପା ହି କେବଳ ଡାକି ଦେଲେ ଥରେ ଯଦି ହଜିଦେବ ସବୁ ଦୁଃଖ ଚାଲିଯିବ। ବନ୍ଧୁ
ସେ ଆଖି ଆଲୋକ ସଜ୍ଜନ କିଏ ତୁମେ ଗୁରୁଙ୍କୁ ଦର୍ଶନ କରିଛ କି? କିଏ ଆମେ? ତମେ ନୁହେଁ ଆମେ। ଆମେ କିଏ ସନ୍ତମାନଙ୍କୁ ଦର୍ଶନ କରିଛୁ, ତୀର୍ଥକୁ ଦର୍ଶନ କରିଛୁ, ସାଧୁ ସନ୍ତଙ୍କୁ ଦର୍ଶନ କରିଛୁ, ପିତାମାତାଙ୍କୁ ସେବା ବା ଦର୍ଶନ କରିଛୁ। ଯଦି ସେ ମରିଯାଇଛନ୍ତି ତାକୁ ଚିନ୍ତା କରିଛୁ, କିଛି ତ କରିନୁ, ତାହେଲେ ମୁକ୍ତି ପାଇବୁ। ତେଣୁ ସଜ୍ଜନ ଏତିକି କଥା ମନେ ରଖନ୍ତୁ, ମନେ ରଖ ମାଧବ, ଯେତେବେଳେ ଡାକିବି ସେତେବେଳେ ଜୀବନର ଦେ ପିତୃମାତୃ ସେବା କରନ୍ତୁ, ଚିନ୍ତନ କରନ୍ତୁ। ଖାଲି ପିତୃମାତୃ ମୁଁ କହୁନି, ପିତୃମାତୃ ସ୍ୱରୂପୀ ଗୁରୁଜନ ମାନଙ୍କର ସେବା କରନ୍ତୁ। ଯେଉଁ ଜୀବନ ଗୁରୁଜନଙ୍କର ସେବା କରେ, ଯେଉଁ ଜୀବନ ଗୋଟେ ଭୋକିଲା ଲୋକକୁ ଖଣ୍ଡେ ରୁଟି ବି ଦିଏ ନାହିଁ, ସେ ଲୋକ ଜୀବନରେ କଣ ନେଇକିରି ଯାଏ? ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ସଖଣ୍ଡି କାଠ ହବ ତୋ ପାଇଁ, ସାର ଦେହକୁ ମନ କରିଛୁ ଛନ୍ଦ କପଟ ଗୋବିନ୍ଦ। ଆପଣମାନେ ଯୋଉ ମହାନଦୀ କୁଳିଆ, ଇଏ ଅଧମର କର୍ମଭୂମି, ତୀର୍ଥଭୂମି, ଶିଶୁ ଅନନ୍ତଙ୍କର ପରିବାର ତୀର୍ଥ କ୍ଷେତ୍ର ସେଇ ମହାନଦୀ କୂଳରେ। ମହାନଦୀ କୂଳର ଏକ ସ୍ୱତନ୍ତ୍ର ଶାଖା ନଦୀ ପାଇକା କୂଳ। ଆମେ ସମସ୍ତେ ମହାନଦୀ ଆଉ ଚିତ୍ରକଳା ତ୍ରିକୋଣ ଭୂମିର ଆମମାନେ ସମସ୍ତେ ଅଧିବାସୀ। ତେଣୁ ସେ ମହାନଦୀ ଆମ ପାଇଁ ମହା ଆନନ୍ଦ ଦାନ। ଆପଣମାନେ ଭଲରେ ଥାଆନ୍ତୁ। ଯଦି କହିବେ ଆଜି ତ ଗୋଟିଏ ଦିନ ପଳେଇବା କହିଲା, କାଲିକି ବିଶ୍ରାମ ନେଉ, ତାହେଲେ ମୁଁ ଭାରି ଖୁସି ହବ। ମୋତେ ବହୁତ କଷ୍ଟ ଟିକେ ଲାଗୁଛି, ତଥାପି ଯଦି ଆପଣମାନଙ୍କ ସଦା ରହିବ ଟିକେ କହିବା। ଆଉ ତେବେ ନୀଳମାଧବଙ୍କ ପାଖରେ 2 ଦିନ କଟିବ। ନୀଳମାଧବଙ୍କ ପାଖକୁ 30 ବର୍ଷ କି 40 ବର୍ଷ ତଳେ ଆସିଥିଲି। ବଡ଼ ଅଡୁଆ ମଡୁଆ ମତେ ଲାଗିଥିଲା। ସେ କଥାଟି କାଲି ଶେଷରେ ପ୍ରଭୁ ନୀଳମାଧବଙ୍କୁ ପ୍ରଣାମ ଜଣାଉଛି, ଆପଣମାନଙ୍କୁ ପ୍ରଣାମ ଜଣାଉଛି। ନୀଳମାଧବ
ରୂପରେ ସମସ୍ତଙ୍କର ମଙ୍ଗଳ କାମନା କରନ୍ତି। ମୋର ଆନନ୍ଦେ କୁହା ହରି ବୋଲ। ନୀଳ